ଜାନୁଆରୀ 12, 13, 14 ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ଅଛି କଳାକାହ୍ନୁ ସାମନ୍ତରାୟ। ଆପଣ ଦେଖୁଛନ୍ତି ଓଡ଼ିଶା ୱେଦର ଅପଡେଟ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ 12 ତାରିଖ କଥା, ତ ଇଏ ଦେଖିପାରୁଥିବେ ଉତ୍ତର ଭାରତରେ ପଶ୍ଚିମା ଝଡ଼ ନାହିଁ, ଯାହାଫଳରେ କି ଉତ୍ତର ଭାରତରୁ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ଏବଂ ଯାହାଫଳରେ କି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶା ତାପମାତ୍ରା ଯଦି କହିବା ଲଗାତାର ଭାବରେ 3ରୁ ଆରମ୍ଭ କରିକି 5 ଡିଗ୍ରୀ କମିପାରେ ଏବଂ ଶୀତର ପ୍ରକୋପ ବଢ଼ିପାରେ। ଏବଂ ବାକି ଅଞ୍ଚଳ ଯଦି କହିବା ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶା ଯଦି କହିବା 1ରୁ 2 ଡିଗ୍ରୀ ମଧ୍ୟ କମିବାର ସମ୍ଭାବନା ରହିଛି, ଅର୍ଥାତ୍ ଶୀତ ପୁଣି ଫେରିବ ଓଡ଼ିଶାକୁ। ଏବଂ ଇଏ ହେଉଛି 13 ତାରିଖର ଦୃଶ୍ୟ ଦେଖିପାରୁଥିବେ। 13 ତାରିଖରେ ଯଦି କହିବା ସାରା ଓଡ଼ିଶାକୁ ଶୀତର ପ୍ରଭାବ ଦେଖିବାକୁ ମିଳିବ। 3 ଡିଗ୍ରୀରୁ ଆରମ୍ଭ କରିକି 7 ଡିଗ୍ରୀ 8 ଡିଗ୍ରୀ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ହ୍ରାସ ଘଟିବ। ଇଏ ଯଦି କହିବା ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଉପରେ ଗୁରୁଚା ବଳୟ ରହିଛି ଏବଂ ଉତ୍ତର ଭାରତରୁ ଥଣ୍ଡା ବାୟୁ ଯେଉଁ ଆସୁଛି ତାକୁ ଅଧିକ ମାତ୍ରାରେ ସହାୟକ ହେଉଛି। ଗୁରୁଚା ବଳୟ ଦ୍ରୁତ ଗତିରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ବାୟୁ ପ୍ରଭାବ 10 କିଲୋମିଟର ପ୍ରତି ଘଣ୍ଟା କରି ଆରମ୍ଭ କରି 15 କିଲୋମିଟର 25 କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ସ୍ପିଡ଼ରେ ଓଡ଼ିଶା ମଧ୍ୟ ବାୟୁ ପ୍ରଭାବ କରାଉଛି, ଯାହାଫଳରେ କି ଶୀତର ପ୍ରକୋପ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିବ ଏହି ଗୁରୁଚା ବଳୟର ସହାୟକ ଫଳରେ। ଏବେ ଇଏ ହେଉଛି 14 ତାରିଖ କଥା। ଏଇ 14 ତାରିଖ ଦେଖିପାରୁଥିବେ 14 ତାରିଖରେ ମଧ୍ୟ ରାଜ୍ୟକୁ ଉତ୍ତର ଭାରତରୁ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟ ପ୍ରବେଶ କରୁଛି ଏବଂ ଶୀତର ଲହରୀ ସାରା ଓଡ଼ିଶାରେ ଦେଖିବାକୁ ମିଳିବ। ଯଦି କହିବା ତାହେଲେ ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ଼ ସ୍ତରରେ ଭାଙ୍ଗିବ। ଏହିଭଳି ସ୍ଥିତି ପୁଣି ଉପୁଜିପାରେ ସମ୍ଭାବନା ରହିଛି ଏବଂ ଏଇ ଯେଉଁ ଥଣ୍ଡା ରହୁଛି ହଠାତ୍ ଏଇ ଯେଉଁ ଯଦି କହିବା ହାଡ଼ ଭଙ୍ଗା ଥଣ୍ଡା, ଏ ଯେଉଁ ଥଣ୍ଡା ରହୁଛି ଇଏ ଉତ୍ତର ଭାରତରେ ଯଦି କହିବା ଦିନର ତାପମାତ୍ରା ରାତିର ତାପମାତ୍ରା ବହୁତ ତାରତମ୍ୟ ରହିଛି, ଅର୍ଥାତ୍ କହିବା ଦିନର ତାପମାତ୍ରା 8 ଡିଗ୍ରୀରୁ ଆରମ୍ଭ କରିକି 15 ଡିଗ୍ରୀ ମଧ୍ୟ ରହୁଛି ଏବଂ ସେଇ ତାପମାତ୍ରା ରାତି ବେଳକୁ ଯଦି କହିବା 1 ଡିଗ୍ରୀରୁ ଆରମ୍ଭ କରିକି 7 ଡିଗ୍ରୀ ମଧ୍ୟ ରହୁଛି। ଏଇ କୋଲ୍ଡ ୱେଭ୍ କଣ୍ଡିସନ୍ ଦିନରେ ରହୁଛି ଏବଂ ରାତିରେ ମଧ୍ୟ ଏ ଯେଉଁ ଥଣ୍ଡା ରହୁଛି କଣ୍ଟିନ୍ୟୁ ଭାବରେ, ସେହି ଅଞ୍ଚଳ ଯେଉଁ ଥଣ୍ଡାଟା ବାୟୁ ଆଉଛି ଓଡ଼ିଶା ମଧ୍ୟକୁ ଦ୍ରୁତ ଗତିରେ ପ୍ରବେଶ କରୁଛି ଗୁରୁଚା ବଳୟ ଦ୍ୱାରା ଏବଂ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସେମିତି ହ୍ରାସ ଘଟିଥାଏ ଏବଂ ନର୍ମାଲ ଯଦି କହିବା ସାମାନ୍ୟ ଠାରୁ 5 ଡିଗ୍ରୀ 6 ଡିଗ୍ରୀ ମଧ୍ୟରେ କମ୍ ରୁହେ। କିନ୍ତୁ ଏଇ ଯେଉଁ ଆସିବା ଫଳରେ ଉତ୍ତର ଭାରତର ଥଣ୍ଡା ବାୟୁ ତାକୁ ଅଧିକ ସହାୟକ ହେଉଛି ଏବଂ ଲୋକାଲ୍ କଣ୍ଡିସନ୍ ତାକୁ ଅଧିକ ସହାୟକ ହେବା ଫଳରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ଘଟୁଛି ଏବଂ ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ଼ ସ୍ତରରେ ଭାଙ୍ଗୁଛି। ତ ଏହିଭଳି ସ୍ଥିତି ଆଗାମୀ 3 ଦିନ ଦେଖିବାକୁ ମିଳିବ। ଶୀତର ଲହରୀ ଦେଖିବାକୁ ମିଳିବ, ଅର୍ଥାତ୍ ଉତ୍ତର ଭାରତର କୋଲ୍ଡ ୱେଭ୍ କଣ୍ଡିସନ୍ ଓଡ଼ିଶା ପାଇଁ ହାଡ଼ଭଙ୍ଗା ଶୀତ ଆଣୁଛି। ଏହିଭଳି ସ୍ଥିତି ଆଗାମୀ ଦିନରେ ରହିବ। ଯଦି ବି କିଛି ପରିବର୍ତ୍ତନ ଘଟିବ ନିଶ୍ଚିତ ଭାବରେ ମୁଁ ତାପରେ ଅପଡ଼େଟ୍ ଦେବି। ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତି, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।